ମୁଁ କିଛି ପୁଅଙ୍କ କଥା କହିବି ଯେତେବେଳେ ଫାଷ୍ଟ ଫାଷ୍ଟ ଗୋଟେ ଝିଅକୁ ସହିତ କଥା ହୁଅନ୍ତି କି କିଛି ବି ଫାଷ୍ଟ ଫାଷ୍ଟ ସେ ଝିଅକୁ ଏତେ ଭଲ ପାଇବା ଦେଇ ଦିଅନ୍ତି, ଏତେ କେୟାର ତାର ନିଅନ୍ତି, ଯେମିତି ଲାଗେ ସେ ଝିଅକୁ ନାଇଁ ଭାଇ ଆଠୁ ଭଲ ପୁଅ ମୋତେ ବୋଧେ ମୋ ଲାଇଫରେ ମିଳିବନି। ସେ ଝିଅ ଧୀରେ 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 ଏତେ ସେ ପୁଅକୁ ଭଲ ପାଇଯାଏ ନା, ସେ ପୁଅ ଯେତେବେଳେ ଉଠ କହିବ ଉଠିବ, ସେ ଝିଅ ବସ୍ କହିଲେ ବସିବ। ସେ ଝିଅ ଏତେ ଭଲ ପାଇଯାଏ। ଆଉ ତାର ଗୋଟେ କଲ୍କୁ ନା ଧଡ଼ିକିନା ଗୋଟେ ରିଙ୍ଗରେ ଉଠେଇ ଦିଅ ଭାଇ, ଗୋଟେ କଲ୍କୁ ସେ ଝିଅ ଦିନ ସାରା ଅପେକ୍ଷା କରେ। ତାପରେ ପୁଅଙ୍କର କ'ଣ ହୁଏ ମୁଁ ବୁଝିପାରେନି କିଛି ପୁଅଙ୍କର, ଧୀରେ 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 ସେ ଭଲ ପାଇବା ସବୁ ସେ କେୟାର ସବୁ କିଛି ଧୀରେ ଧୀରେ ମାନେ ମୁଁ ବୁଝିପାରେନି ଏଇଟା କ'ଣ, ତମେ କାହିଁକି ବୁଝିପାରନ ଗୋଟେ ଝିଅକୁ ଏତେ ହଠାତ୍ ଭଲ ପାଇବା ଦେଇଦିଅ, ତାପରେ ତମେ ଯେଉଁ ଭଲ ପାଇବାଟା କମେଇ ଦିଅ ନା, ସେ ଝିଅର ଅବସ୍ଥା ନା ମାନେ କ'ଣ ହୁଏ ନା, ଯେମିତି ମଲା ମୁହଁରେ ମଣିଷକୁ ଛାଡ଼ିକି ଆସିଲେ ଯେମିତି ସେ ମଣିଷ ଛଟପଟ ହୁଏ ନା, ସେ ଝିଅର ହାଲତ ବି ସେମିତି ହେଇଯାଏ। ଯଦି କାହାକୁ ଭଲ ପାଇପାରିବନି ନା ଜୀବନରେ, ସେ ଝିଅର ଯଦି ହାତ ଧରି ପାରିବନି, ଡାଇରେକ୍ଟ ତା ମୁହଁରେ ମନା କର, ନାଇଁ ଭାଇ ମୋ ଦ୍ୱାରା ଏ ରିଲେସନସିପ୍ ହବନି, ମୁଁ ଆଉ ରହିବିନି। ତମେ ସେ ଝିଅକୁ ଏତେ ଇମ୍ପୋର୍ଟାନ୍ସ, ଏତେ କେୟାରିଂ, ଏତେ ଲଭ୍ ଦେଇଦେବ, ତାପରେ ତମ ଲାଇଫକୁ ଆଉ କିଏ ଆସିବ ତା ସହିତ ତମେ ଟାଇମ୍ ବିତିବାକୁ ଲାଗିଯିବ। ବାସ୍ ତମ ମୁଡ୍ ହେଲେ ଏଇ ଝିଅ ସହିତ କଥା ହୁଅ, ନହେଲେ ନାହିଁ। ଇଏ ମଲେ ମରୁ ବଞ୍ଚିଲେ ବଞ୍ଚୁ, ଏମିତି କାହା ସହିତ କରନି ପ୍ଲିଜ୍। ତମର ବି ମା ଭଉଣୀ ଅଛନ୍ତି।